Hello everyone, Jai Sri Jagannath. Welcome back to my YouTube channel NKS Gym Studio. ଆଜି ହେଉଛି ମୋ ଟ୍ରାନ୍ସଫର୍ମେସନ୍ ଡେ 83 ଆଉ ଆଜି ଥିଲା ସୋଲ୍ଡର ସାଙ୍ଗରେ ଲେଗ୍ର ଏକ୍ସରସାଇଜ। ତ ଷ୍ଟାର୍ଟ କରିଥିଲି ୱାର୍କଆଉଟ୍ ସୋଲ୍ଡର ଏକ୍ସରସାଇଜରୁ ଯେଉଁଟାକି ଥିଲା ସୋଲ୍ଡର ଡବଲ ପ୍ରେସ୍। ଡମ୍ବଲର ୱେଟ୍ ଥିଲା 25 kgର ୱେଟ୍ ଥିଲା ଆଉ ଡବଲ ପ୍ରେସ୍ର ଥିଲା 4ଟା ସେଟ୍। ରେପିଟେସନ୍ ରେଞ୍ଜ ଥିଲା 10ଟାରୁ 14ଟା ଭିତରେ। ଦେନ୍ ନେକ୍ସଟ ୱାର୍କଆଉଟ୍ ଥିଲା ମେସିନ୍ ପ୍ରେସ୍, ସୋଲ୍ଡର ମେସିନ୍ ପ୍ରେସ୍। ଏଟାରେ ବି ଥିଲା 4ଟା ସେଟ୍ ଆଉ ରେପିଟେସନ୍ ରେଞ୍ଜ ଥିଲା ସମାନ 10ଟାରୁ 14ଟା ଭିତରେ। ଆଉ ୟାର ୱେଟ୍ ଥିଲା ପାଖାପାଖି 25 kgର ୱେଟ୍ ଥିଲା। ଆଉ ଯେହେତୁ ସୋଲ୍ଡର ସାଙ୍ଗରେ ଲେଗ୍ର ୱାର୍କଆଉଟ୍ ହେଉଛି ତ ଦିନଟା ବହୁତ ହେଭି ୱାର୍କଆଉଟ୍ ହେଇଯାଉଛି। ଆଉ ଦେନ୍ ନେକ୍ସଟ ଏକ୍ସରସାଇଜ ଥିଲା ସାଇଡ୍ ଲାଟରାଲ୍ ରେସ୍। ସାଇଡ୍ ଲାଟରାଲ୍ ରେସ୍ର ଥିଲା 4ଟା ସେଟ୍ ଆଉ ଏଟାକୁ ଆପଣ ଯେତେବେଳେ ବି ମାରୁଛନ୍ତି ଆପଣ ଡମ୍ବଲରେ ଚାହିଁଲେ ମାରିପାରିବେ, ବଟ୍ ମୋତେ ରୋପ୍ ପ୍ରିଫର୍ ଲାଗେ ବୋଲି ମୁଁ ରୋପ୍ରେ ମାରୁଛି। ଡମ୍ବଲରେ ମାରିପାରିବେ, ଆଜିକାଲି ମେସିନ୍ ବି ଆସୁଛି, ବହୁତ ଜଣ ମେସିନ୍ ପ୍ରିଫର୍ କରୁଛନ୍ତି, ବଟ୍ ମେସିନ୍ ବିଲକୁଲ କମ୍ଫର୍ଟେବୁଲ୍ ନୁହଁ। କାହିଁକିନା ମେସିନ୍ରେ ଆପଣ ଟ୍ରାଏ କରିବେ ଆପଣଙ୍କୁ ସୋଲ୍ଡର ପମ୍ପ ହେବା ଜାଗାରେ ଆପଣଙ୍କର ଫୋର୍ ଆର୍ମ ପମ୍ପ ହେଇଯିବେ। ତ ସେଥିପାଇଁ ଆପଣଙ୍କୁ ବେଟର୍ ଆପଣ ଡମ୍ବଲରେ କରନ୍ତୁ, ନାହିଁ ତ ରୋପ୍ରେ କରନ୍ତୁ। ଆଉ ୟାର 4ଟା ସେଟ୍ କରିସାରିଲା ପରେ ନେକ୍ସଟ ଏକ୍ସରସାଇଜ ଥିଲା ସୋଲ୍ଡର, ଯେଉଁଟା ଥିଲା ଏରିଆ ଡ୍ରିଲ୍ ପାଇଁ। ସେଟା କରିଥିଲି ଫେସ୍ ପୁଲ୍। ଫେସ୍ ପୁଲ୍ ଆପଣ ସବୁବେଳେ ଲାଇଟ୍ ୱେଟ୍ ୟା ମଡରେଟ୍ ୱେଟ୍ରେ କରିବେ, କାହିଁକିନା ଯଦି ଅଧିକା ୱେଟ୍ ଦେଉଛନ୍ତି ତ ଆପଣ କିଛି ମାନେ ପ୍ରପର୍ ପୋସ୍ଚର୍ ହେବନି, ତ ଆପଣଙ୍କୁ କିଛି ବେନିଫିଟ୍ ବି ମିଳିବନି। ଆଉ ନେକ୍ସଟ ୱାର୍କଆଉଟ୍ ଥିଲା ଅପରାଇଟ୍ ରୋଇଂ। ଅପରାଇଟ୍ ରୋଇଂର ମଧ୍ୟ ଥିଲା 4ଟା ସେଟ୍। ରେପିଟେସନ୍ ରେଞ୍ଜ ଥିଲା 20-25 ପର୍ଯ୍ୟନ୍ତ ଥିଲା, କାହିଁକିନା ଯେହେତୁ ଟିକେ ମଡରେଟ୍ ୱେଟ୍ରେ ମାରୁଥିଲି ତ ଅଧିକା ରେପିଟେସନ୍ ମାରୁଥିଲି। ଆଉ ଏଟା ବି ଆପଣ ସେଇ ଅଧିକା ରେପିଟେସନ୍ ମାରନ୍ତୁ, ଟିକେ ଲାଇଟ୍ ୱେଟ୍ରେ ମାରନ୍ତୁ, କାହିଁକିନା ହେଭି ୱେଟ୍ରେ ଆପଣ ଯଦି ମାରିବେ ତାହେଲେ ଆପଣ ବାର୍ରେ ମାରିଲେ ଜିଗଜାଗ୍ ବାର୍ରେ ମାରନ୍ତି ୟା ଷ୍ଟ୍ରେଟ୍ ବାର୍ରେ ମାରିଲେ ବି ଚଳିବ, କିଛି ଅସୁବିଧା ନାହିଁ। ଦେନ୍ ଆରମ୍ଭ କରିଥିଲି ଲେଗ୍ର ୱାର୍କଆଉଟ୍, ଯେଉଁଟାକି ପ୍ରଥମେ ଥିଲା ପେଣ୍ଡୁଲମ୍ ସ୍କ୍ୱାଟ୍। ମୋତେ ପେଣ୍ଡୁଲମ୍ ସ୍କ୍ୱାଟ୍ ମେସିନ୍ରେ ସ୍କ୍ୱାଟ୍ ମାରିବା ପାଇଁ ବହୁତ ଭଲ ଲାଗେ। ଆଉ ଆପଣମାନେ ଯଦି ବି ମେସିନ୍ ଅଛି ଆପଣମାନେ ଟ୍ରାଏ କରନ୍ତୁ ପୁରା ବସିବା ପାଇଁ, ପୁରା ବସିକି ଉଠିଲେ ହିଁ ଆପଣଙ୍କୁ ସାଇଜ୍କୁ ଆପଣଙ୍କୁ କ'ଣ ପେନ୍ ଆସିବ, ଅଦରୱାଇଜ୍ ଆପଣଙ୍କୁ ଫିଲ୍ ହେବନି କିଛି। ଆପଣଙ୍କ ପାଖରେ ଯେମିତି ମେସିନ୍ ଥିବ ମାରିପାରିବେ, ନହେଲେ ଯଦି ହ୍ୟାକ୍ ସ୍କ୍ୱାଟ୍ର ମେସିନ୍ ଥିବ ହ୍ୟାକ୍ ସ୍କ୍ୱାଟ୍ ବି କରିପାରିବେ। ଆଉ ନାହିଁ ତ ଆପଣ ସ୍ମିଥ୍ ମେସିନ୍ରେ ମାରିପାରିବେ, ନାହିଁ ତ ଆପଣ ନର୍ମାଲ୍ ବାର୍ରେ ଯେମିତି ମାରନ୍ତି ସେମିତି ମାରିପାରିବେ। ବଟ୍ ଆପଣ ମାରନ୍ତୁ, ସ୍କ୍ୱାଟ୍ ତ ନିହାତି ମାରନ୍ତୁ। ଆଉ ଆଜିକାଲି ଗବ୍ଲେଟ୍ ସ୍କ୍ୱାଟ୍ ବି ମାରୁଛନ୍ତି, ବଟ୍ ଗବ୍ଲେଟ୍ ସ୍କ୍ୱାଟ୍ଟା ଏତେ ଇଫେକ୍ଟିଭ୍ ନୁହଁ। ଯଦି ଆପଣଙ୍କୁ ସ୍କ୍ୱାଟ୍ ବିଲକୁଲ ଭଲ ଲାଗେନି ମାରିବା ପାଇଁ, ବିଲକୁଲ କମ୍ଫର୍ଟେବୁଲ୍ ଫିଲ୍ କରନ୍ତିନି, ଦେନ୍ ଆପଣ ଗବ୍ଲେଟ୍ ସ୍କ୍ୱାଟ୍କୁ ୟୁଜ୍ କରନ୍ତୁ, ଯେଉଁଟାକି କାଫି ହଦ୍ ତକ୍ ଆପଣଙ୍କୁ ବେନିଫିଟ୍ ଦେବ। ଦେନ୍ ନେକ୍ସଟ ୱାର୍କଆଉଟ୍ ଥିଲା ଲେଗ୍ ପ୍ରେସ୍। ଲେଗ୍ ପ୍ରେସ୍ ମୋର ଯେତିକି ମୋ ପିଆର ଅଛି ସେତିକିରେ ମୁଁ ମାରୁନଥିଲି, କମ୍ ୱେଟ୍ରେ ଅଧିକା ରେପିଟେସନ୍ ମାରୁଥିଲି, କାହିଁକିନା ମୋତେ 4ଟା ସେଟ୍ ମାରିବାର ଥିଲା। ତ ସେଥିପାଇଁ ୱେଟ୍ ପାଖାପାଖି 150-160 ପାଖାପାଖି ୱେଟ୍ ଥିଲା। ଆଉ ୟାର 3ଟା ସେଟ୍ ମାରିଥିଲି, ରେପିଟେସନ୍ ଥିଲା ପାଖାପାଖି 10ରୁ 14ଟା। ଏଇଟା ଆପଣଙ୍କ ଲେଗ୍ର ଥାଇସ୍ ପାଇଁ ବହୁତ ବଢ଼ିଆ ଏକ୍ସରସାଇଜ। ଆପଣ ସବୁବେଳେ ୟାକୁ ସ୍କ୍ୱାଟ୍ ପରେ ମାରନ୍ତୁ, ବେନିଫିଟ୍ ମିଳିବ। ଦେନ୍ ଲାଷ୍ଟ ୱାର୍କଆଉଟ୍ ଥିଲା ଲାଷ୍ଟ ଡେର, ଯେଉଁଟାକି ଲେଗ୍ ଏକ୍ସଟେନସନ୍। ବଢ଼ିଆ ୱାର୍କଆଉଟ୍ ଆପଣଙ୍କ ଥାଇସ୍ ପାଇଁ। ଏଟା ବି ଥିଲା 3ଟା ସେଟ୍, ରେପିଟେସନ୍ 10-12ଟା। ଆଉ ଆଜିର ୱାର୍କଆଉଟ୍ ସାଙ୍ଗମାନେ ଏତିକି। ହୋପ୍ ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗୁଥିବ। ଯଦି ଭିଡ଼ିଓ ଭଲ ଲାଗୁଥାଏ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ ଆଣ୍ଡ ସେୟାର କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଶ୍ରୀରାମ।